ବିଜେଡି ଆଜି ବାଚସ୍ପତିଙ୍କୁ ଭେଟିକି ଯେଉଁ 8 ଜଣ ବିଧାୟକ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ପିଟିସନ ଦାଖଲ କରିଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ଆମ ସହିତ ଅଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। କଣ କଣ ଆପଣ ରଖିଲେ ପ୍ଲି ରଖିଲେ ସେଇଟା ଟିକେ ଆପଣ ଶୁଣନ୍ତୁ। ଯିଏ ସ୍ୱେଚ୍ଛାକୃତ ଭାବରେ ତାଙ୍କର ସଭ୍ୟପଦ ଛାଡ଼ିଦେଲେ ସେମାନେ ଆଉ ବିଧାନସଭାର ବିଧାୟକ ରହିବାର ଅଧିକାର ହରାଇଲେ। ଆପଣଙ୍କର କନଷ୍ଟିଟ୍ୟୁସନ ଆର୍ଟିକଲ 191 ଯେଉଁଟା 10th ସିଡ୍ୟୁଲରେ ଅଛି ଯେ ଯିଏ ଦଳ ବିରୁଦ୍ଧରେ ଯିବ ଦଳର ଯେଉଁ ସମ୍ବିଧାନ ଆମର ଗୋଟେ ରିଜନାଲ ପାର୍ଟି ଆମ ପାର୍ଟି ସ୍ୱୀକୃତି ପାଇଛି ଇଲେକ୍ସନ କମିଶନ ସ୍ୱୀକୃତି ଦେଇଛନ୍ତି ଏବଂ ଆମର ଗୋଟେ ସମ୍ବିଧାନକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି। ଆମ ସମ୍ବିଧାନ ଅଛି ଯିଏ ଦଳର ନୀତି ଆଦର୍ଶ ନିୟମ ବିରୁଦ୍ଧରେ ଯିବ ତାହେଲେ ସିଏ ସ୍ୱେଚ୍ଛାକୃତ ଭାବରେ ତାର ମେମ୍ବରସିପ୍ ଛାଡ଼ିଲା ଏବଂ ପବ୍ଲିକରେ ଦଳ ବିରୁଦ୍ଧରେ କହିବା ଦଳର ହୁଇପ୍ କି ନ ମାନିବା ଏବଂ ଦଳର ନୀତି ଆଦର୍ଶକୁ ନ ମାନିବା ଏଇଥିପାଇଁ ସେମାନଙ୍କୁ କୁହାଯାଉଛି ଯେ ସ୍ୱେଚ୍ଛାକୃତ ଭାବରେ ସେମାନେ ତାଙ୍କ ମେମ୍ବରସିପ୍ ଛାଡ଼ି ସାରିଛନ୍ତି। ଯେ ସ୍ୱେଚ୍ଛାକୃତ ଭାବରେ ମେମ୍ବରସିପ୍ ଛାଡ଼ିଦେଲେ ଯାହା ସମ୍ବିଧାନର 191 ଧାରା ଏବଂ 10 ସିଡ୍ୟୁଲ କହୁଛି ସେଥିରୁ ତାଙ୍କ ମେମ୍ବରସିପ୍ ସିଜ୍ ହେବା ଦରକାର। ଶରଦ ଯାଦବଙ୍କର ମେମ୍ବରସିପ୍ ସିଜ୍ ହେଇଥିଲା ଡିସେମ୍ବର 4, 2017ରେ। ସେ ପାର୍ଟି ବିରୁଦ୍ଧରେ ଯାଇକି ଅନ୍ୟ ପାର୍ଟିର ମିଟିଂରେ ଆଟେଣ୍ଡ କଲେ। ଏମାନେ ବର୍ତ୍ତମାନ ପବ୍ଲିକରେ କହୁଛନ୍ତି ଆମେ ବିଜୁ ଜନତା ଦଳ ନାହୁଁ ବୋଲିକି, ଅର୍ଥାତ୍ ତାଙ୍କ ମେମ୍ବରସିପ୍ ଭଲେଣ୍ଟାରୀ ଛାଡ଼ିଲେ। ତେଣୁ ସେ ବିଦା ହେବା ଦରକାର, ସଭ୍ୟପଦ ବା ବିଧାୟକ ପଦରୁ ଯିବା ଦରକାର। ଆଜ୍ଞା ଆପଣ ଭାବୁଛନ୍ତି କି ଯେଉଁମାନେ ବାହାରେ ଦଳ ବିରୁଦ୍ଧରେ କହିଛନ୍ତି ସେଇଟା ବି ଆଟାକ୍ କରୁଛି ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉ ଏଇଟା ବି ମେମ୍ବରସିପ୍ ରଦ୍ଦ କରିବା ପାଇଁ ମଧ୍ୟ ଏଇଟା ବି ହଁ ହଁ ଦଳ ବିରୁଦ୍ଧରେ ଯାଇଛି ଯେ ମାନେ ଘୋଷଣା କରୁଛନ୍ତି ଆମେ ଦଳ ବିରୁଦ୍ଧରେ ଗଲୁ ତାର ତ ସେ ଭଲଣ୍ଟାରଲି ତାର ମେମ୍ବରସିପ୍ ଛାଡ଼ିଲା ଯେଉଁଟାକି ସ୍ୱେଚ୍ଛାକୃତ ମେମ୍ବରସିପ୍ ଛାଡ଼ିଲା ବୋଲି କୁହାଗଲା। ଯିଏ ସ୍ୱେଚ୍ଛାକୃତ ଛାଡ଼ିଛି ସମ୍ବିଧାନ ଅଛି ସେ ରହିପାରିବନି ମେମ୍ବର ଭାବରେ। ସାର୍ ଲାଷ୍ଟ କ୍ୱେଶ୍ଚନ ଆପଣ ଦେଖିଛନ୍ତି 16 ତାରିଖ ନିର୍ବାଚନ ହେଇଥିଲା କିନ୍ତୁ ଆଜି ଆପଣମାନେ ପିଟିସନ ଦାଖଲ କଲେ କିନ୍ତୁ ଇଏ ଗୋଟେ ଲଙ୍ଗ ଟର୍ମ ଏଇଟା ହବା ନ ହବା ସଭ୍ୟପଦ ଦୁଇଟି ଘଟଣା ଘଟିଛି। ଗୋଟେ ଶରଦ ଯାଦବ କେସ୍ରେ ଘଟିଛି। ଶରଦ ଯାଦବଙ୍କୁ ଡିସ୍କ୍ୱାଲିଫାଇ କରାହେଲା 2017 ମସିହାରେ। ସେ ହାଇକୋର୍ଟକୁ ଗଲେ, ସୁପ୍ରିମକୋର୍ଟକୁ ଗଲେ, ସୁପ୍ରିମକୋର୍ଟ କହିଲେ ଠିକ୍ ଅଛି ତାଙ୍କ ସଭ୍ୟପଦ ରଦ୍ଦ ହେବାଟା। ଏବଂ ହିମାଚଳ ପ୍ରଦେଶରେ 6 ଜଣ ଏମଏଲଏଙ୍କର ବି ସଭ୍ୟପଦ ରଦ୍ଦ ହୋଇଥିଲା। ତେଣୁ କଥା ହେଉଛି ଉଦାହରଣ ଅଛି ଏଠି ମାନ୍ୟବର ବାଚସ୍ପତି ସେ ଡିସିସନ ନେବାର କିଛି ଅସୁବିଧା ନାହିଁ। ତେଣୁ ଇଏ ନଜିର ରହିଛି ମାନେ ସଭ୍ୟପଦ ରଦ୍ଦ ହବାର ଏଠି କିନ୍ତୁ ନିର୍ଭର କରୁଛି ବାଚସ୍ପତିଙ୍କ ଉପରେ। କଣ ଆପଣଙ୍କ ପାଖରେ ଏବେ ଅପସନ? ଆମ ପାଖରେ ଆମେ ବହୁତ ଚିନ୍ତା କଲୁ ଏବଂ ଯେଉଁମାନେ ସମ୍ବିଧାନ ବିଶେଷଜ୍ଞ ଯେଉଁମାନେ ହାଇକୋର୍ଟର ବରିଷ୍ଠ ଓକିଲ ଅଛନ୍ତି, ସୁପ୍ରିମକୋର୍ଟରେ ଅଛନ୍ତି ଲିଗାଲ ଏକ୍ସପର୍ଟ, ତାଙ୍କ ସହିତ ଡିସ୍କସନ୍ କରାହେଲା ଏବଂ ପାର୍ଟି ଭିତରେ ମଧ୍ୟ ଆଲୋଚନା କରାଗଲା। ଏଇ ସବୁ କଥା ଗୁଡ଼ାକ ଆଟ୍ରାକ୍ଟ କରୁଛି ତାଙ୍କ ବିରୁଦ୍ଧରେ ମାନେ ଆକ୍ସନ୍ ନେଇହେବ। ତେଣୁ ଏଠି ଅନରେବଲ ସ୍ପିକରଙ୍କ ଉପରେ ନିର୍ଭର କରୁଛି ଯେତେ ଜଲ୍ଦି ପାରିବେ ଆକ୍ସନ୍ ନେବାକୁ। ନହେଲେ ଆପଣ ଆଇନଗତ ଦିଗକୁ ଯାଇପାରନ୍ତି। ଏଇଟା ତ ଆଇନଗତ ଦିଗ, ଏଇଟା ଆଇନଗତର ପ୍ରଥମ ଦିଗ। ଯଦି ନିଷ୍ପତ୍ତି ଠିକ୍ରେ ନ ନେବେ ତାପରେ ଆହୁରି ବିଭିନ୍ନ ଫୋରମ୍ ଅଛି। ଧନ୍ୟବାଦ। ଆପଣ ଦେଖୁଥିଲେ ଡକ୍ଟର ଅରୁଣ କୁମାର ସାହୁଙ୍କ ସହିତ ଆମେ କଥା ହେଉଥିଲୁ ଯେ ବିଜେଡି ଆଜି ବିଧିବଦ୍ଧ ଭାବରେ 8 ଜଣ ବିଧାୟକ ଯେଉଁମାନେ ଦଳ ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି ଖୋଲାଖୋଲି ଭାବରେ ପବ୍ଲିକଲି ସେମାନେ ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ତେଣୁ ସେମାନେ ସ୍ୱେଚ୍ଛାକୃତ ଭାବରେ ଦଳଠାରୁ ଦୂରେଇ ଯାଇଛନ୍ତି। ତେଣୁ ସେମାନେ ଦଳୀୟ ଚିହ୍ନରେ ଜିତିଛନ୍ତି। ତେଣୁ ତାଙ୍କ ସଭ୍ୟପଦଟା ରଦ୍ଦ କରାଯାଉ ଏହି ଦାବି ତଥ୍ୟ ପ୍ରମାଣ ନଜିର ସହିତ ଆଜି ବିଜେଡି ବାଚସ୍ପତିଙ୍କ ପାଖରେ ରଖିଛି। ଭୁବନେଶ୍ୱରରୁ ଭିଡିଓଗ୍ରାଫର ଦୋଳଗୋବିନ୍ଦ ନାୟକଙ୍କ ସହ ପ୍ରୀତିକାନ୍ତ ନାୟକ, କଳିଙ୍ଗ ଟିଭି।